କୁନି କୁନି ପିଲାମାନେ ତୁମକୁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା। ଆମେ ଆଜି ଅନୁବାଦ କରି ଶିଖିବା ଓଡ଼ିଆ ବାକ୍ୟକୁ ଇଂରାଜୀରେ ଅନୁବାଦ କରିବା, ଯାହାକୁ ତୁମେ ଟ୍ରାନ୍ସଲେଟ୍ ବୋଲି କୁହ। ତେବେ ଏହି ଟ୍ରାନ୍ସଲେସନରେ ଆମେ ଦିଜ୍ର ବ୍ୟବହାର ଶିଖିବା। ପିଲାମାନେ ତୁମେ ତ ଜାଣିଛ ଦିଜ୍ କହିଲେ ଏଗୁଡ଼ିକ, ଯାହାକି ବହୁବଚନ ପାଖରେ ବ୍ୟବହାର ହୁଏ। ଏଗୁଡ଼ିକ ବହି, ଦିଜ୍ ଆର୍ ବୁକ୍ସ। ଏଗୁଡ଼ିକ କଲମ, ଦିଜ୍ ଆର୍ ପେନ୍ସ। ଏଗୁଡ଼ିକ ପେନିସିଲ୍, ଦିଜ୍ ଆର୍ ପେନ୍ସିଲ୍ସ। ଏଗୁଡ଼ିକ ଅଣ୍ଡା, ଦିଜ୍ ଆର୍ ଏଗ୍ସ। ପିଲାମାନେ ଦିଜ୍ କହିଲେ ଏଗୁଡ଼ିକ। ଦେଖ, ବହୁବଚନ କହିଲେ ଏକରୁ ଅଧିକ। ବୁକ୍ସ ଯେତେବେଳେ ଗୋଟେ ବହୁବଚନ ହୋଇଯାଏ, ଏ ବୁକ୍ କହିଲେ ଗୋଟିଏ ବହି, ଯେତେବେଳେ ବହୁବଚନ ହୋଇଯାଏ ବୁକ୍ସ ହୋଇଯାଏ। ସେଭଳିଆ ପେନ୍ସ, ପେନ୍ସିଲ୍, ଏଗ୍ସ। ଏଗୁଡ଼ିକ ଚୌକି, ଦିଜ୍ ଆର୍ ଚେୟାର୍ସ। ଏଗୁଡ଼ିକ ମେଜ, ମେଜ କହିଲେ ଯାହାକୁ ତୁମେ ଇଂରାଜୀରେ ଟେବୁଲ କୁହ, ଦିଜ୍ ଆର୍ ଟେବଲ୍ସ। ଏଗୁଡ଼ିକ କପ୍, ଦିଜ୍ ଆର୍ କପ୍ସ। ଏଗୁଡ଼ିକ ପ୍ଲେଟ୍, ଦିଜ୍ ଆର୍ ପ୍ଲେଟ୍ସ। ତମକୁ ଏହା ସିଙ୍ଗୁଲାର ଆଉ ପ୍ଲୁରାଲ କରିଲା ବେଳେ ମଧ୍ୟ ସାହାଯ୍ୟ କରିବ। ଏଗୁଡ଼ିକ ଆଳୁ, ଦିଜ୍ ଆର୍ ପଟାଟୋଜ। ଏଗୁଡ଼ିକ ବିଲାତି, ଦିଜ୍ ଆର୍ ଟୋମାଟୋଜ। ଏଗୁଡ଼ିକ ଛୁରୀ, ଦିଜ୍ ଆର୍ ନାଇଭ୍ସ। ଏଗୁଡ଼ିକ ଗଧିଆ, ଦିଜ୍ ଆର୍ ଓଲ୍ଭସ। ଏଗୁଡ଼ିକ ଆମ୍ବ, ଦିଜ୍ ଆର୍ ମ୍ୟାଙ୍ଗୋଜ। ଏଗୁଡ଼ିକ ଖଟ, ଦିଜ୍ ଆର୍ କୋଟ୍ସ। ଏଗୁଡ଼ିକ ପଙ୍ଖା, ଦିଜ୍ ଆର୍ ଫ୍ୟାନ୍ସ। ଏଗୁଡ଼ିକ ଫଟୋ, ଦିଜ୍ ଆର୍ ପିକ୍ଚର୍ସ। ଏଗୁଡ଼ିକ ଘର, ଦିଜ୍ ଆର୍ ହାଉସେସ୍। ଏଗୁଡ଼ିକ ଗଛ, ଦିଜ୍ ଆର୍ ଟ୍ରିଜ୍। ଏଗୁଡ଼ିକ ଫଳ, ଦିଜ୍ ଆର୍ ଫ୍ରୁଟ୍ସ। ଏଗୁଡ଼ିକ ଫୁଲ, ଦିଜ୍ ଆର୍ ଫ୍ଲାୱାର୍ସ। ଏଗୁଡ଼ିକ କମଳା, ଦିଜ୍ ଆର୍ ଅରେଞ୍ଜେସ୍। ପିଲାମାନେ, ଆଶା କରୁଛି ତୁମେମାନେ ବୁଝିପାରୁଥିବ ଆଉ ଅନେକ ନୂଆ ନୂଆ ଇଂରାଜୀ ଶବ୍ଦ ମଧ୍ୟ ଜାଣିପାରିବ। ତୁମେ ଯଦି ପ୍ରତ୍ୟେକ ଦିନ କିଛି କିଛି ଇଂଲିଶରେ ଟ୍ରାନ୍ସଲେଟ୍ କରିବ, ତେବେ ତୁମର ଇଂରାଜୀ ପ୍ରତି ଆଉ ଭୟ ରହିବ ନାହିଁ। ଏଗୁଡ଼ିକ ଥଳି କି, ଆର୍ ଦିଜ୍ ବ୍ୟାଗ୍ସ। ଏଗୁଡ଼ିକ ଟୋପି କି, ଆର୍ ଦିଜ୍ କ୍ୟାପ୍ସ। ଏଗୁଡ଼ିକ ଛେଳି କି, ଆର୍ ଦିଜ୍ ଗୋଟ୍ସ। ଏଗୁଡ଼ିକ ପ୍ଲେଟ୍ କି, ଆର୍ ଦିଜ୍ ପ୍ଲେଟ୍ସ। ଏଗୁଡ଼ିକ ମେଣ୍ଢା କି, ଆର୍ ଦିଜ୍ ସିପ୍। ମେଣ୍ଢାର ପ୍ଲୁରାଲ ଫର୍ମରେ ମଧ୍ୟ ସେଇ ସିପ୍ ହିଁ ହୁଏ ପିଲାମାନେ, ଏସ୍ ଲାଗିବ ନାହିଁ। ଏଗୁଡ଼ିକ ବନ୍ଧୁକ କି, ଆର୍ ଦିଜ୍ ଗନ୍ସ। ଏହିଭଳି ତମେ ଦିଜ୍ ଲଗାଇ ବ୍ୟବହାର କରିବ। ହେଲା ପିଲାମାନେ? ଏଗୁଡ଼ିକ ମେଣ୍ଢା ନୁହନ୍ତି, ଦିଜ୍ ଆର୍ ନଟ୍ ସିପ୍। ନଟ୍ର ବ୍ୟବହାର କରିବା ଦିଜ୍ ସହିତ। ଏଗୁଡ଼ିକ ପତ୍ର ନୁହେଁ, ଦିଜ୍ ଆର୍ ନଟ୍ ଲିଭ୍ସ। ଏଗୁଡ଼ିକ ଘର ନୁହେଁ, ଦିଜ୍ ଆର୍ ନଟ୍ ହାଉସେସ୍। ଏଗୁଡ଼ିକ ପିମ୍ପୁଡ଼ି ନୁହନ୍ତି, ଦିଜ୍ ଆର୍ ନଟ୍ ଆଣ୍ଟସ୍। ଆଶା କରୁଛି ତମେ ଅତି ସହଜରେ ବୁଝିପାରୁଥିବ। ତମେ ଏହାକୁ ବାରମ୍ବାର ଅଭ୍ୟାସ କରିବ। ହେଲା ପିଲାମାନେ? ଆଉ ଯଦି ଭିଡ଼ିଓଟି ତମ ମନ ପସନ୍ଦର ହେଇଛି, ଲାଇକ୍ଟି ନିଶ୍ଚିତ କରିବ। ଆଉ ତମ ସାଙ୍ଗମାନଙ୍କୁ ବି ସେୟାର କରିବ। କାହିଁକି ନା ବିଦ୍ୟାଧନକୁ ବାଣ୍ଟିଲେ ବଢ଼େ। ତମେ ଯେତିକି ଅନ୍ୟକୁ ବାଣ୍ଟିବ, ତମର ବିଦ୍ୟା ସେତିକି ବଢ଼ିବ। ଏଗୁଡ଼ିକ ମୋର ଆଖି,
ଦିଜ୍ ଆର୍ ମାଇ ଆଇଜ୍। ଏଗୁଡ଼ିକ ମୋର ଗୋଡ଼। ଦିଜ୍ ଆର୍ ମାଇ ଲେଗ୍ସ। ଏଗୁଡ଼ିକ ମୋର ବାହୁ। ଦିଜ୍ ଆର୍ ମାଇ ଆର୍ମସ୍। ଏଗୁଡ଼ିକ ଆମର ଶୁଆ। ଦିଜ୍ ଆର୍ ଆୱାର ପ୍ୟାରଟ୍ସ। ଏଗୁଡ଼ିକ ଆମର କଲମ। ଦିଜ୍ ଆର୍ ଆୱାର ପେନ୍ସ। ଆଶା କରୁଛି ପିଲାମାନେ ତୁମେମାନେ ଭିଡ଼ିଓଟିକୁ ଭଲ ଭାବରେ ବୁଝିପାରିଥିବ। ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଅଶେଷ ଅଶେଷ ଧନ୍ୟବାଦ।